ଭାଷା କହୁଥିବା ଲୋକଙ୍କୁ ଛୋଟ ନ ଭାବିବା ନିହାତି ଦରକାର। ଅନ୍ୟ ଧର୍ମ, ଅନ୍ୟ ଅଞ୍ଚଳ, ଅନ୍ୟ ସଂସ୍କୃତିକୁ ସମ୍ମାନ କରିବା ନିହାତି ଦରକାର। କାରଣ ଭାଇ, ଭାରତର ସୁନ୍ଦରତା ଏଥିପାଇଁ ନୁହେଁ ଯେ ଆମେ ସମସ୍ତେ ସମାନ। ଭାରତର ସୁନ୍ଦରତା ହେଉଛି ଆମେ ଅଲଗା ଅଲଗା ହୋଇ ବି ଏକାଠି ଅଛୁ। ତେଣୁ ଆଜିଠୁ ଆମେ ଗୋଟେ ଛୋଟ କଥା ମନେ ରଖିବା ନିହାତି ଦରକାର। ଦେଶ ବଦଳିବା ପୂର୍ବରୁ ଆମେ ନିଜେ ଟିକେ ବଦଳିଯିବା ନିହାତି ଦରକାର। ଆମେ ଭଲ ହେଲେ ଆମ ପରିବାର ଭଲ ହେବ, ପରିବାର ଭଲ ହେଲେ ସମାଜ ଭଲ ହେବ, ସମାଜ ଭଲ ହେଲେ ଆମ ଭାରତ ଆହୁରି ଶକ୍ତିଶାଳୀ ହେବ। ଏଇଟା ହିଁ ଆମ ଭାରତ, ଏଇଟା ହିଁ ଆମ ଗର୍ବ, ଆଉ ଏଇଟା ହିଁ ଆମ ପରିଚୟ। ଆମେ ହେଉଛନ୍ତି ଭାରତୀୟ, ଆମେ ହେଉଛନ୍ତି ହିନ୍ଦୁ, ଆମେ ହେଉଛନ୍ତି ହିନ୍ଦୁ ରାଷ୍ଟ୍ରର ଜନତା। ଯଦି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବ। ଆକୁ ତ ହ୍ୟାଲୋ ଗାଇଜ୍, ଜୟ ଜଗନ୍ନାଥ ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ କରୁଛି ଗୋଟେ ନୂଆ ବ୍ଲଗ୍ରେ। ପୁଣି ଥରେ ଦୀର୍ଘ କିଛି ଦିନ ପରେ। ଆଗରୁ ଭିଡ଼ିଓ ଆସିପାରିଲାନି, ବର୍ଷା ଲଗାତାର ଚାଲିଥିଲା, ସେଥିପାଇଁ ବ୍ଲଗ୍ ବନେଇ କୌଣସି ଟିକେ ଯାଇ ବି ହେଲାନି। ତ ସେଇ କାରଣରୁ ଟିକେ ଲେଟ୍ ହେଇଗଲା, ସେଥିପାଇଁ କ୍ଷମା କରିଦେବ ଗାଇଜ୍। ଆଉ ନମସ୍କାର ଭାଇମାନେ, ଆପଣଙ୍କ ସମସ୍ତଙ୍କୁ ଦିଲ୍ ସେ ହାର୍ଦ୍ଦିକ ଅଗଷ୍ଟ 15 ଆମର ସ୍ୱାଧୀନତା ଦିବସ ପାଇଁ ଅଭିନନ୍ଦନ। ଆମର ଭାରତର ସବୁ ଭାଇ ଭଉଣୀମାନଙ୍କ ପାଇଁ। ତ ଏଇଟା ଆକ୍ଚୁଆଲି ଆଜି ଆମେ ଗୋଟେ ଦେଶ ବିଷୟରେ କଥା ହେବା, ଭାରତ, ଯେଉଁଟା ପାଇଁ ଆମେ ଗର୍ବ କରୁ, ଯେଉଁଟା ଆମ ଛାତି ଭିତରେ ସବୁବେଳେ ଅମର ହେଇକି ରହିଛି। ଏଇଟା ସେହି ଭାରତ ଗାଇଜ୍, ଯାହାକୁ ଆମେ ଦେଖୁଛୁ କିନ୍ତୁ ଠିକ୍ରେ ଜାଣିପାରୁନୁ। କିଛି ଜିନିଷ ଜାଣିଛୁ, କିଛି ଜିନିଷ ଜାଣିନା। ତ ଆଜି ମୁଁ ଆପଣଙ୍କୁ ଏମିତି ଗୋଟେ କଥା କହିବି, ଯେଉଁଟା ଆମେ ପ୍ରତିଦିନ ଯେଉଁ ଦେଶରେ ବଞ୍ଚିଛୁ ସେଇ ଭାରତ ବିଷୟରେ କିଛି ଜାଣିବା, ନୂଆ କଥା, ଯେଉଁଟା ଆପଣମାନେ ବି ଜାଣିନଥିବେ, କିନ୍ତୁ ସେଇ ଜିନିଷଟା ଆମେ ଚେଷ୍ଟା କରିବା ଜାଣିବା ପାଇଁ। ତ ଚାଲନ୍ତୁ କିଛି କଥା ଜାଣିବା। ଆଉ ଯଦି ଆପଣମାନଙ୍କ ପାଇଁ ଭିଡ଼ିଓଟି ଭଲ ଲାଗୁଛି, ଦେଶ ବିଷୟରେ କିଛି ଜାଣିବା ପାଇଁ ଚାହୁଁଛନ୍ତି, ମାତ୍ର 5 ମିନିଟ୍ ଭିଡ଼ିଓକୁ ସମୟ ଦିଅନ୍ତୁ, ଦେଖନ୍ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। କିଛି ନୂଆ କଥା, ଭଲ କଥା ଜାଣିବେ, ଯେଉଁଟା ଆମ ଦେଶରେ ହେଉଛି। ଆଉ ଆମେ ଚାହିଁଲେ ସେ ଜିନିଷଟା ଆଗକୁ ହେବ ନାହିଁ, କିନ୍ତୁ ଆମେ ସେ ଜିନିଷଟା ଚାହୁଁନାହାନ୍ତି, ବା ଦୁନିଆର ରୀତିନୀତି ନେଇକିନା ଆମେ ଚଳିଯାଉଛନ୍ତି, ଆଡ଼ଜଷ୍ଟ କରିଦେଉଛନ୍ତି। ଏଇ ଆଡ଼ଜଷ୍ଟମେଣ୍ଟଟା ଆଗରୁ ଗାଇଜ୍ ନଥିଲା, ବର୍ତ୍ତମାନ ହେଇଛି। ତ ଚାଲ ଆମେ କହୁ ମୋ ଦେଶ ଭାରତ ବହୁତ ମହାନ, ସତ କଥା, କିନ୍ତୁ ତା ପଛର କାରଣ, ତା ପଛର ଇତିହାସ ଆମେ ଜାଣୁନା। ହେଲେ ଭାଇ, ଭାରତକୁ ଆମେ ସତରେ କେତେ ଚିହ୍ନୁ କହିଲେ, କେତେ ଜାଣୁ? ଭାରତ ବିଷୟରେ ଆମେ କ'ଣ ଜାଣିଛନ୍ତି? ଖାଲି ଭାରତ କେବଳ ଗୋଟେ ଦିଲ୍ଲୀ କି ମୁମ୍ବାଇ ବା ବଡ଼ ବଡ଼ ସହରକୁ ବୁଝାଏ ନାହିଁ, କି ସେମାନେ କେବଳ ଭାରତର ଲୋକ ବା VIP ବୋଲି ଭାରତ ଗର୍ବ କରେ ନାହିଁ। ଭାରତ ହେଉଛି ଗୋଟେ ଗାଁର ମାଟି, ଗୋଟେ ଚାଷୀର ଝାଳ, ଚାଷର ଭୂମି, ସୀମାରେ ଠିଆ ହେଇଥିବା ଯବାନ, ବୈଜ୍ଞାନିକ ପରିଶ୍ରମ, ଆଉ ଦେଶର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଜନସାଧାରଣ ଲୋକ ହେଉଛନ୍ତି ଆକ୍ଚୁଆଲି ଆମ ଭାରତ। ଆମେ ଯେଉଁଟାକୁ କହନ୍ତି ଆମ ଭିଟା ମାଟି, ଏଇଟା ହେଉଛି ଆମ ଦେଶ, ଇଏ ହେଉଛି ଆମ ଭାରତ। ତ ଆଜି ଆମେ ସେଇ ଭାରତକୁ ଟିକେ ଜାଣିବା। ଆପଣ କହିପାରିବେ ଭାରତ କେତେ ବଡ଼?
ଆପଣ ଭାବୁଛନ୍ତି ନକ୍ସାରେ ଏତିକି ଗୋଟେ ଚିତ୍ର ଦେଇଦେଉଛି ସେଇଟା ଆମ ଭାରତ? ସରି ଗାଇସ୍, ସେଇଟା ଆମ ଭାରତ ନୁହଁ ଭାଇ। ଆମେ ଭାରତର ଛୋଟ ଛୋଟ ଗୋଟେ ଛୋଟ ଭାଇ, ଆମେ ଭାରତ ଗୋଟେ ଛୋଟ ଦେଶ ନୁହେଁ, କିନ୍ତୁ ଆମେ ଭାବୁ ନକ୍ସାରେ ଗୋଟେ ଛୋଟିଆଟା। କିନ୍ତୁ ଭାରତର ଅନେକ ଭାଷା, ଅନେକ ପରମ୍ପରା, ଅନେକ ଖାଦ୍ୟ, ଅନେକ ପୋଷାକ, ଅନେକ ପର୍ବପର୍ବାଣି ଏବଂ ଅନେକ ଆନ୍ତର୍ଜାତିକ ସ୍ତର ଅଛି। ଓଡ଼ିଶାରେ ଆମେ କ'ଣ ଖାଇଥାଉ? ପଖାଳ ଖାଉ। କେଉଁଠି ଲୋକ ରୁଟି ଖାଆନ୍ତି, କେଉଁଠି ଭାତ, କେଉଁଠି ମାନେ ଅଲଗା ଅଲଗା ଖାଦ୍ୟ ଖାଇଥାନ୍ତି। ହେଲେ ଭାଷା ବଦଳିଯାଏ, ପୋଷାକ ବଦଳିଯାଏ, ଖାଦ୍ୟ ବି ବଦଳିଯାଏ। ହେଲେ ଗୋଟେ ଜିନିଷ ଆମକୁ ଯୋଡ଼ି ରଖିଛି, ସେଟା କ'ଣ ନା, ଆମେ ଭାରତର ଯେକୌଣସି କୋଣ ଅନୁକୋଣରେ ଥାଉ ନା କାହିଁକି, ଆମେ ଗର୍ବରେ କହିଥାଉ ଆମେ ହେଉଛନ୍ତି ଭାରତୀୟ। ମେରା ଭାରତ ମହାନ। ଏଇଟା ହିଁ ଭାରତର ସବୁଠୁ ବଡ଼ ଶକ୍ତି, ସବୁଠୁ ବଡ଼ ଉତ୍ସ, ଯେଉଁଟାକି ଆମେ ଗର୍ବରେ କହୁ ମେରା ଭାରତ ମହାନ ହେ। କିନ୍ତୁ ମୁଁ ଭାରତର ଏମିତି ଗୋଟେ ଜିନିଷ କହିବି, ଜଣେ ଚାଷୀଙ୍କ ଉପରେ କଥା ଯିବା। ଆମେ ସକାଳୁ ଉଠି ଭାତ ଖାଇଥାଉ, କିନ୍ତୁ କେବେ ଭାବିଛୁ କି ଏଇ ଭାତଟା ଆମ ପାଇଁ ପାଖକୁ କେମିତି ଆସିଲା? କେହି ଜଣେ ଚାଷୀ ଖରାରେ, ବର୍ଷାରେ, କାଦୁଅରେ, କ୍ଷେତରେ ପରିଶ୍ରମ କରିଛି। ଆମେ ଥାଳିରେ ଭାତ ଦେଖୁଛୁ, ହେଲେ ତା ପଛରେ ଥିବା ଚାଷୀର ପରିଶ୍ରମ କେହି ଦେଖୁନଥାଉ। ସତ କଥା, ଆମେ ଘରେ ବସି ଖାଇଦେଲେ ପଖାଳ, ଡାଲମା, ସେ ସବୁ ଜିନିଷ ଯାହା ବଡ଼ ବଡ଼ ଖାଦ୍ୟ ଖାଇଲେ, ସେ ଖାଦ୍ୟଟା ଆସିଲା କେଉଁଠୁ? ସେଇ ଚାଷୀ ପାଖରୁ। କିନ୍ତୁ ତାଙ୍କୁ ସମ୍ମାନ ଦେଇପାରୁନାହାନ୍ତି ଆମେ। ତେଣୁ ଭାଇ, ଭାରତ ବିଷୟରେ କଥା ହେଲେ କେବଳ ବଡ଼ ବଡ଼ ନେତା କିମ୍ବା ସହରର କୌଣସି କଥା କହିଲେ ହେବନି। ଭାରତ ମେରୁଦଣ୍ଡ ହେଉଛନ୍ତି ଆମର ଚାଷୀ ଭାଇମାନେ, ଯେଉଁଟାକି ଆମେ ତାଙ୍କୁ ବେଖାତିର କରୁଛନ୍ତି। ସତ କଥା କି ମିଛ କଥା ମୁଁ କହିଲି, କୁହନ୍ତୁ ତ ଟିକେ। ଆପଣ ଜାଣିଛନ୍ତି ଭାରତର ଅନ୍ତରିକ୍ଷ ଯାତ୍ରା କେମିତି ସଫଳ ହେଇଥିଲା? ଆଉ ଭାଇ, ଆଜି ଆମ ଦେଶ ଅନ୍ତରିକ୍ଷରେ ବି ନିଜର ପରିଚୟ ସୃଷ୍ଟି କରିଛି, ତିଆରି କରିଛି, ନିଜେ ନିଜର ଔକାତ ଦେଖାଇ ଦେଇଛି। ମାନେ ବଡ଼ ବଡ଼ ଦେଶ ଅଛନ୍ତି, ଆମେରିକା, ୟୁରୋପ, ଏମିତି ବହୁତ ବଡ଼ ବଡ଼ ଦେଶ ଅଛନ୍ତି, ଯେଉଁଟାକି ତାଙ୍କ ଆଗରେ ବି ଭାରତ ତା ନିଜ ମୁଣ୍ଡକୁ ଟେକି ରଖିଛି। ତାର ନିଜ ଗୋଡ଼ରେ ସେ ନିଜେ ଯେଉଁ କହନ୍ତି ଠିଆ ହୁଏ, ସେ ଜିନିଷଟା ଆମ ଭାରତ କରିପାରିଛି। ଆମର ଅନ୍ତରିକ୍ଷ ସଂସ୍ଥା ISRO ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନ ତିଆରି କରିଛି। ଚନ୍ଦ୍ରଯାନ 3ର କଥା ତ ଆମେ ସମସ୍ତେ ଦେଖିଛୁ, ଜାଣିଛୁ। 2023ରେ ଭାରତର ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅଞ୍ଚଳ ନିକଟରେ ଲ୍ୟାଣ୍ଡ କରିଥିବା ପ୍ରଥମ ଦେଶ ହୋଇଥିଲା, ବା ପ୍ରଥମ ସ୍ଥାନ ଅଧିକରଣ କରିଥିଲା ଆମ ଭାରତ। ସେଦିନ କେବଳ ବୈଜ୍ଞାନିକମାନେ ଖୁସି ହୋଇନଥିଲେ, କୋଟି କୋଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା। ଆଉ ଭାଇ, ଏଇ ସଫଳତା ପଛରେ ଥିଲା ବର୍ଷ ବର୍ଷର ପରିଶ୍ରମ। ଏଇଟା ହିଁ ଆମ ଭାରତ, ଏଇଟା ହିଁ ସତ, ନିରାଟ ସତ୍ୟ, ଯେଉଁଟାକି ଆମେ କେବଳ ଘରେ ବସି ଜାଣିଲେ, ଦେଖିଲେ। ସୀମାରେ ଥିବା ଯବାନ ହେଲେ ଆଉ ଗୋଟେ କଥା ଭାବନ୍ତୁ, ଆମେ ରାତିରେ ଘରେ ଆରାମରେ ଶୋଇଯାଉଛନ୍ତି, ନିଶ୍ଚିନ୍ତରେ ଶୋଇଯାଉଛନ୍ତି, କିନ୍ତୁ ଥରେ ଚିନ୍ତା କଲେ ସେହି ସମୟରେ ଆମ ଦେଶର ସୀମାରେ ଯେଉଁ ଯବାନମାନେ ଡ୍ୟୁଟି କରୁଥାନ୍ତି, ଜାଣିଛନ୍ତି ସେ ତାଙ୍କର କାମ କେବଳ ଚାକିରି ନୁହେଁ, ସେ ନିଜ ମାଟି ପାଇଁ ନିଜ ଜୀବନକୁ ବାଜି ଲଗେଇ ସରହଦରେ ବର୍ଡ଼ର ଉପରେ ଠିଆ ହେଇକି ଦୁଶ୍ମନର ସାମ୍ନା ସାମ୍ନି ହେଇକି ଜଗି ରହୁଛନ୍ତି। କେତେବେଳେ ବି ତାଙ୍କର ଜୀବନ ଚାଲି ଯାଇପାରେ।
ତ ସେ ଜାଣିଛନ୍ତି ତାଙ୍କ ଦାୟିତ୍ୱ କେତେ, ଦେଶର ସୁରକ୍ଷା କରିବା ପାଇଁ କେତେ ଜରୁରୀ ତାଙ୍କ ପାଇଁ ସେ ଜାଣିছে ସେ କଥାଟା। କିନ୍ତୁ ଆମେ କେହି ଡେଥ୍ ହେଇଗଲେ ବି କିଛି ଲୋକ ଅଛନ୍ତି, ଯଦି କୌଣସି ଯବାନ ନଷ୍ଟ ହେଇଯାଉଛି, କୌଣସି ଗୁଳିରେ ଯାଉଛି ବା କୌଣସି ଶହୀଦ ହେଉଛି, ତ ତାକୁ ସମ୍ମାନ ଦେବା ପାଇଁ ଯଦି 10,000 ଲୋକ ଅଛନ୍ତି, ଗୋଟେ କଥାକୁ ଯଦି 10,000 ଲୋକ ଅଛନ୍ତି, ତ ସେଠୁ କିଞ୍ଚିତ ଲୋକ ଏଇ ଜିନିଷ ଉପରେ ଗୁରୁତ୍ୱ ଦେଇଥାନ୍ତି ଆଉ ଏବଂ ତାଙ୍କ ପରିବାରରେ ଯାଇକି ସାମିଲ ହେଇଥାନ୍ତି। କିନ୍ତୁ ଏମିତି ଲୋକ ଅଛନ୍ତି ଯେଉଁଟାକି ଧ୍ୟାନ ବି ଦିଅନ୍ତିନି, ଧ୍ୟାନ ବି ଦିଅନ୍ତିନି। ତାଙ୍କ ପାଇଁ ଗୋଟେ ମିନିଟ୍ ବାହାର କରିବା ପାଇଁ 100 ଥର ଭାବିବାକୁ ପଡ଼େ ତାଙ୍କମାନଙ୍କୁ। ସେମାନେ ଉପର ମନରେ କହନ୍ତି ଆମେ ଦେଶପ୍ରେମୀ, ଦେଶଭକ୍ତ, ଦେଶ ପାଇଁ ଆମେ ସବୁକିଛି କରିପାରୁଛୁ। କିନ୍ତୁ ଜଣେ ଯବାନକୁ ତା ଅନ୍ତିମ ସମୟରେ କେବେ ବି ତା ପାଖରେ ଠିଆ ହେଇପାରନ୍ତିନି କି ଦୂରରେ ଥାଇକିନା କେବେ କହିପାରନ୍ତିନି ଯେ ଏମିତି ଯବାନ ଦେଶ ପାଇଁ ଶହୀଦ ହେଇଗଲେ, ଗୋଟେ ସାଲାମ ବି କରନ୍ତିନି। ତ ଆମ ଘରେ ଆମେ ପରିବାର ସାଙ୍ଗେ ରହୁଛୁ, କିନ୍ତୁ ସେ ତାଙ୍କ ପରିବାରଠାରୁ କେତେ ଦୂରରେ ଅଛନ୍ତି ସେଇଟା ଆମ ଲୋକମାନେ କେବେ ବି ଚିନ୍ତା କରିପାରନ୍ତିନି। ସମସ୍ତେ ଭାବନ୍ତି ଯେ ସେ ଚାକିରି କରିଛନ୍ତି, ସେ ତାଙ୍କ ଡ୍ୟୁଟି କରୁଛନ୍ତି। କାହା ପାଇଁ ଆକ୍ଚୁଆଲି ଡ୍ୟୁଟି କରୁଛନ୍ତି? ତାଙ୍କ ପରିବାର ପାଇଁ। ଆମେମାନେ ଏଠି ଭଲରେ ଖାଇ ପିଇ ନିଜ କର୍ମ କରି ଆମେ ନିଜ ପରିବାରର ନିଜ ପିଲା ଛୁଆଙ୍କ ମୁହଁ ଦେଖିକି ଆମେ ବଞ୍ଚି ଯାଉଛନ୍ତି, ଚଳି ଯାଉଛନ୍ତି। କିନ୍ତୁ ଭାଇ ଥରେ ଚିନ୍ତା କଲେ, ଯେଉଁମାନେ ବର୍ଡ଼ର ଉପରେ ରହୁଛନ୍ତି ବର୍ଷ ବର୍ଷ ଧରିକିନା, କିଏ ବର୍ଫିଲା ପାହାଡ଼ରେ ରହୁଛି, ତ କିଏ ମରୁଭୂମିରେ ରହୁଛି, କିଏ ବାଲିରେ କା ଜୀବନ ଚାଲି ଯାଉଛି, ସେ ତାଙ୍କ ପରିବାରଠୁ କେତେ ଦୂରରେ ରହୁଛି। କିନ୍ତୁ ତାଙ୍କର କ'ଣ ପରିବାର ଚଳିବା ପାଇଁ ଇଚ୍ଛା ନଥିବ? ବହୁତ ଇଚ୍ଛା ଥିବ, କିନ୍ତୁ ତାକୁ ସେ ସଦାବେଳେ ତାଙ୍କ ଚିନ୍ତା କରନ୍ତି ତାଙ୍କ ମାନେ ମାଟି ପାଇଁ ତାଙ୍କ ଜୀବନଟା ସେ ତ୍ୟାଗ କରିଦିଅନ୍ତି। ଯେଉଁଟାକି ଦେଶର ଏମିତି କିଛି ଲୋକ ଅଛନ୍ତି ଯେଉଁଟା ବୁଝିପାରନ୍ତିନି କେବେ ବି। ଆମେମାନେ ଖାଲି ଦେଶ ପ୍ରେମ ବାହାର କରୁ କେଉଁଠି କହିଲେ? ଜାନୁଆରୀ 26 ହେଇଗଲା, ଅଗଷ୍ଟ 15 ହେଇଗଲା, ଆମେ କହୁ ଭାରତ ମାତା କି ଜୟ, ମହାତ୍ମା ଗାନ୍ଧୀ କି ଜୟ। କିନ୍ତୁ ବର୍ତ୍ତମାନ ଯବାନମାନଙ୍କ ପାଇଁ କେତେଜଣ ଗାଇଜ ନାରା ଲଗେଇଛ? କେତେଜଣ ଗାଇଜ ଯବାନ ନାଁରେ ହେତା କରୁଛନ୍ତି କହିଲେ? ଆମ ଦେଶ ପ୍ରେମ ଖାଲି ସେଇ 2ଟା ଦିନରେ ହେଉଛି। ଆମେ ଦେଶକୁ ଭଲ ପାଉଛୁ, ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧିଲୁ, ରାଷ୍ଟ୍ରୀୟ ଝଣ୍ଡାକୁ ଖାନ୍ଦରେ ପକେଇଲୁ, ଆମେ ବୁଲିଲୁ 2 ଘଣ୍ଟା କାଳ ରାସ୍ତା ଉପରେ, ଆମେ ଦେଶକୁ ଭଲ ପାଉଛୁ। ଏଇଟା କ'ଣ ଦେଶ ଭଲ ପାଇବା? ଯେଉଁଠି ସଚଟ ପଡ଼ିଆ ନଥିବ, ଯେଉଁଠି ଏକ ହେବାର କୌଣସି ଚିନ୍ତାଧାରା ନଥିବ, ସତରେ ଏଇଟା କ'ଣ ଦେଶ ପ୍ରେମ ଭାଇ? କମେଣ୍ଟରେ କହିବ ତ। ଯଦି ଭିଡ଼ିଓଟି ଭଲ ଲାଗୁଛି ନା ଲାଇକ୍, ସେୟାର, ସବସ୍କ୍ରାଇବ୍ ବି କରିବ। ନିଜ କାମଟା କେତେ ସଚୋଟରେ କରିବା ଦରକାର ସେଇଟା କ'ଣ ସତରେ ଆପଣମାନେ କରୁଛନ୍ତି? ଆଜିକାଲି ଦୁନିଆରେ ତ ହେଉଛି କାହାକୁ ବେଇମାନି କରିକି ଠକିଦେବା, କାହା ପଛପଟୁ ଛୁରୀ ଭୁଷିଦେବା, କାହା ଖାଇବାରେ ବିଷ ଦେଇଦେବା। ଆଜିକାଲି ନୀତି ହେଉଛି ଏଇଆ। ଭାରତର ଅସଲ ଶକ୍ତି କୋଉଟା ଜାଣିଛନ୍ତି ଭାଇ? ଭାରତର ଅସଲ ଶକ୍ତି ହେଉଛି କେବଳ ଏହାର ଜନସଂଖ୍ୟା ନୁହେଁ, ଅସଲ ଶକ୍ତି ହେଉଛି ଏଠିକାର ଲୋକଙ୍କ ପରିଶ୍ରମ। କେହି ଚାଷ କରୁଛି, କେହି ଦୋକାନ କରିଛି, କେହି ଗାଡ଼ି ଚଲାଉଛି, କେହି ପାଠ ପଢ଼ଉଛି, କେହି ଡାକ୍ତର ବା କେହି ବୈଜ୍ଞାନିକ, ଆଉ କେହି ସୀମାର ଯବାନ। ଏମାନେ ଭାଇ ଏମିତି ଅଛନ୍ତି ଦେଶ ପାଇଁ ଜିଜାନ ଲଗେଇ ଦେଉଛନ୍ତି। ଦେଶର ଇକୋନୋମିକ୍ ଉପରକୁ ଉଠାଇବା ପାଇଁ ଏମାନେ ନିଜର ବଳିଦାନ ଦେଇ ଦେଉଛନ୍ତି, କିନ୍ତୁ ତାଙ୍କ ପାଇଁ କେହି ସମ୍ମାନ କରୁନାହାନ୍ତି। ସମସ୍ତଙ୍କ କାମ ଅଲଗା ଅଲଗା, ହେଲେ ଦେଶ ତିଆରି କରିବାରେ ସମସ୍ତଙ୍କ ଭୂମିକା ଅଛି। ଆମେ ଭାବୁ ମୁଁ ଏକା କ'ଣ କରିପାରିବି,
ହେଲେ ଭାଇ ଦେଶର କୋଟି କୋଟି ଲୋକ ଯଦି ନିଜ ନିଜ କାମ ସଚୋଟରେ କରନ୍ତି ତାହେଲେ ଦେଶ ଆଗକୁ ଯିବାକୁ କେହି ବି ରୋକିପାରିବେ ନାହିଁ। କାହିଁକି ନା ସମସ୍ତେ ଯଦି ସଚୋଟ ହେଇଯିବେ, 5 ଆଙ୍ଗୁଳି ଏମିତି ମେଲା ଅଛି, ଯଦି ଏକ ହେଇଗଲା ସେ କ'ଣ ହେବ କହିଲ? ଗୋଟେ ମୁଠି ତିଆରି ହେବ, ଯେଉଁଟାକି ମାନେ ଏତେ ଶକ୍ତି ଦେବ ଭାରତକୁ, କେହି ତାକୁ ଭାଙ୍ଗି ପାରିବେନି। କି ବାହାରର କୌଣସି ଲୋକ, କୌଣସି ଟେରୋରିଷ୍ଟ ଆସିକି ଏଇଠି ଯାତ୍ରା କରିପାରିବେନି, କିମ୍ବା କୌଣସି ଦେଶର ଲୋକ ଆମ ଭିତରେ ପଶିକି ଆମ ଭାରତକୁ ଭାଙ୍ଗିବା ପାଇଁ ଚେଷ୍ଟା ବି କରିପାରିବନି। ଯେହେତୁ ଆମର ଦେଶ ଏଇଭଳି ହେଇକି ଅଛି, ତ ଠିକ୍ 5 ଲୋକ 5 ଏରିଆରୁ ପଶି ଆସୁଛନ୍ତି, ଦେଶ ଭାଙ୍ଗୁଛି, ଆତଙ୍କବାଦୀ ହାମଲା ହେଉଛି, ଏଠି ସବୁ କିଛି ହେଇପାରୁଛି, ଆରାମରେ ବି କରିକି ଯାଇପାରୁଛନ୍ତି। ତ ମୋର ଶେଷ ବାର୍ତ୍ତା ଗାଇସ୍, ଭାଇମାନେ ଆମ ଭାରତ ବିଷୟରେ ଗର୍ବ କରିବା ନିହାତି ଦରକାର। କାହିଁକି ନା ଭାରତ ଆମର ଏତେ ଗର୍ବ କଲା ଭଳିଆ କାମ କରିଛି, ଯେଉଁଟାକି ଗର୍ବ ନକରି ଆମମାନେ ରହିପାରିବାନି। କିନ୍ତୁ ଏହା କେବଳ କଥାରେ କହିଦେଲେ ହେବନି, କାମରେ ବି କରିବା ଦରକାର। ରାସ୍ତାରେ ଅଳିଆ ଦେଖିଲା ଏଇଟା ସରକାରର କାମ କହି ତାକୁ ମୁହଁ ଫେରେଇ ଚାଲିଯିବା ଉଚିତ ନୁହେଁ। ଆମେ ନିଜେ ବି ଅଳିଆ ଯଦି ନ ପକାଇବା ତ ଦେଶ ଏକ ହେବ କେମିତି? ଯେଉଁ ଲୋକ ବି ତମମାନଙ୍କୁ ଦେଖିଲା ଯେ ନାହିଁ, ସିଏ ଯଦି ନିଜ ଜିନିଷଟା ଦେଖିଲା ଅଳିଆ ପଡ଼ିଛି, ସେ ଯଦି ସଫା କରିପାରିଲା, ସିଏ ବି ତା ମନରେ ବି ଚିନ୍ତାଧାରା ହେବ, ମୁଁ ବି କିଛି ଦେଶ ପାଇଁ କାମ କରିପାରିବି। ସରକାରୀ ସମ୍ପତ୍ତିକୁ ନିଜ ସମ୍ପତ୍ତି ଭଳି ରକ୍ଷା କରିବା ନିହାତି ଦରକାର। ଅନ୍ୟ ଭାଷା କହୁଥିବା ଲୋକଙ୍କୁ ଛୋଟ ନ ଭାବିବା ନିହାତି ଦରକାର। ଅନ୍ୟ ଧର୍ମ, ଅନ୍ୟ ଅଞ୍ଚଳ, ଅନ୍ୟ ସଂସ୍କୃତିକୁ ସମ୍ମାନ କରିବା ନିହାତି ଦରକାର। କାରଣ ଭାଇ, ଭାରତର ସୁନ୍ଦରତା ଏଥିପାଇଁ ନୁହେଁ ଯେ ଆମେ ସମସ୍ତେ ସମାନ। ଭାରତର ସୁନ୍ଦରତା ହେଉଛି ଆମେ ଅଲଗା ଅଲଗା ହୋଇ ବି ଏକାଠି ଅଛୁ। ତେଣୁ ଆଜିଠୁ ଆମେ ଗୋଟେ ଛୋଟ କଥା ମନେ ରଖିବା ନିହାତି ଦରକାର। ଦେଶ ବଦଳିବା ପୂର୍ବରୁ ଆମେ ନିଜେ ଟିକେ ବଦଳିଯିବା ନିହାତି ଦରକାର। ଆମେ ଭଲ ହେଲେ ଆମ ପରିବାର ଭଲ ହେବ, ପରିବାର ଭଲ ହେଲେ ସମାଜ ଭଲ ହେବ, ସମାଜ ଭଲ ହେଲେ ଆମ ଭାରତ ଆହୁରି ଶକ୍ତିଶାଳୀ ହେବ। ଏଇଟା ହିଁ ଆମ ଭାରତ, ଏଇଟା ହିଁ ଆମ ଗର୍ବ, ଆଉ ଏଇଟା ହିଁ ଆମ ପରିଚୟ। ଆମେ ହେଉଛନ୍ତି ଭାରତୀୟ, ଆମେ ହେଉଛନ୍ତି ହିନ୍ଦୁ, ଆମେ ହେଉଛନ୍ତି ହିନ୍ଦୁ ରାଷ୍ଟ୍ରର ଜନତା। ତ এই ଭିଡ଼ିଓଟି ମୁଁ ଏଇଠି ଏଣ୍ଡ କରିଦେଉଛି। ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବ। ଆଗକୁ ଆହୁରି ଭଲ ମୁଁ ଦେଶ ବିଷୟରେ ହେଉ ବା ଅଲଗା ଯେକୌଣସି ବିଷୟରେ ହେଉ ଆପଣମାନଙ୍କୁ ଆଣିକି କିଛି ବାର୍ତ୍ତା ନିହାତି ଦେବି, ଯେଉଁଟାକି ଆପଣମାନେ କିଛି ବୁଝିପାରିବେ, କିଛି ଜାଣିପାରିବେ, ଆଉ ଆଗକୁ ବଢ଼ିବାରେ ଆପଣ ସାହସ ସବୁ କରିପାରିବେ। ତ ରହୁଛି ଗାଇଜ୍, ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ। ଆପଣ ସମସ୍ତଙ୍କୁ